ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାରାଷ୍ଟ୍ରର ଅନ୍ୟ ଏକ ମହାବଳ ବାଘୁଣୀ ଗଙ୍ଗା ଗୁରୁବାର ରାତିରେ ପହଞ୍ଚିଛି। ସ୍ୱତନ୍ତ୍ର ଟିମ୍ ଓ ଗାଡ଼ି ଯୋଗେ ଏହି ମହାବଳ ବାଘୁଣୀକୁ ସୁରକ୍ଷିତ ଭାବେ ଶିମିଳିପାଳରେ ପହଞ୍ଚାଯାଇଛି। ପ୍ରଥମ ବାଘୁଣୀ ଯମୁନା ପରେ ଦ୍ୱିତୀୟ ବାଘୁଣୀ ଗଙ୍ଗାର ଆଗମନକୁ ନେଇ ପ୍ରାଣୀପ୍ରେମୀମାନେ ଖୁସି ବ୍ୟକ୍ତ କରିଛନ୍ତି। ମହାବଳ ବାଘର ବଂଶ ବୃଦ୍ଧି ଲାଗି ଶିମିଳିପାଳ ଅଭୟାରଣ୍ୟ ପ୍ରକୃଷ୍ଟ ଅଞ୍ଚଳ। ବିସ୍ତୀର୍ଣ୍ଣ ଜଙ୍ଗଲ ପାହାଡ଼ିଆ ଅଞ୍ଚଳ ସାଙ୍ଗକୁ ଉତ୍ତମ ଜଳବାୟୁରେ ବାଘ ବଂଶ ବୃଦ୍ଧିକୁ ନେଇ ବନ ବିଭାଗ ପକ୍ଷରୁ ପ୍ରଚେଷ୍ଟା କରାଯାଉଛି। ଅନ୍ୟପଟେ ଦେଶରେ ବାଘ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଶିମିଳିପାଳ ଅଭୟାରଣ୍ୟ ଉତ୍ତମ ସ୍ଥାନ ବୋଲି NTCA ରିପୋର୍ଟ ଦେଇଥିଲା, ଯାହାକୁ ଭିତ୍ତି କରି ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଯମୁନାକୁ ଅଣାଯାଇ ଶିମିଳିପାଳ କୋର୍ ଅଞ୍ଚଳରେ ଛଡ଼ାଯାଇଥିଲା। ଯମୁନା ଆସିବାର 19 ଦିନ ପରେ ଗଙ୍ଗାକୁ ସ୍ୱତନ୍ତ୍ର ଗାଡ଼ିରେ ଅଣାଯାଇ ଶିମିଳିପାଳ ଅଭୟାରଣ୍ୟର ଏକ ରେଞ୍ଜରେ ରଖାଯାଇଛି। ତାର ଚଳପ୍ରଚଳ ଖାଦ୍ୟ ଗ୍ରହଣ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଭାଗୀୟ ନିର୍ଦ୍ଦେଶ କ୍ରମେ କୋର୍ ଏରିଆରେ ଛଡ଼ାଯିବ। ଯମୁନା ଭଳି ଗଙ୍ଗା ଦେହରେ ମଧ୍ୟ ରେଡିଓ କଲାର ଲଗାଯାଇ ତାର ଗତିବିଧି ଟ୍ରାକିଂ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।